ମୁଁ ଆଲୋକ କୁମାର ମହାପାତ୍ର ଯୁବ ସଭାପତି ବିଜୁ ଜନତା ଦଳ ପାରାଦୀପ। ସର୍ବପ୍ରଥମେ ମୁଁ ଗୋଟିଏ କଥା କହିବାକୁ ଚାହିଁବି, ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ। ଏହାର ନେତା ହେଉଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ନଗର ସଭାପତି ବସନ୍ତ ବିଶ୍ୱାଳ ମହୋଦୟ। ଏଇଟା ଯେଉଁ କାଲି ହେଇଛି, ଏଇଟା ଆମ ଦଳ ସ୍ତରରେ କୌଣସି ଆଲୋଚନା ହେଇନି କି ଦଳୀୟ କାର୍ଯ୍ୟକ୍ରମ ନୁହଁ। ଯେହେତୁ ବାପି ସର୍କଲ ଜଣେ ଶ୍ରମିକ ନେତା, ତେଣୁ ସେ ତାଙ୍କର ହୁଏତ ତାଙ୍କ ଶ୍ରମିକ କାର୍ଯ୍ୟକ୍ରମକୁ ନେଇକି କରିଥିବେ। ଆଉ ଯେଉଁ ବିଜୁ ଜନତା ଦଳର କାର୍ଯ୍ୟକ୍ରମ କଥା କହୁଛନ୍ତି, ଏଇଟା ବିଜୁ ଜନତା ଦଳ କାର୍ଯ୍ୟକ୍ରମ ନଥିଲା। କାରଣ ଆମକୁ କୌଣସି ଆମ ଉପର ସ୍ତରର ନେତା କୌଣସି ଆଦେଶ ଦେଇନାହାନ୍ତି କି ଉପଦେଶ ଦେଇନାହାନ୍ତି କରିବା ପାଇଁ। ଶୁଣନ୍ତୁ, ଯେଉଁଠି ଆମ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ନାହାନ୍ତି, ଯେଉଁଠି ନଗର ସଭାପତି ବସନ୍ତ ବିଶ୍ୱାଳ ନାହାନ୍ତି, ସେ କାର୍ଯ୍ୟକ୍ରମକୁ ଆମେ ଦଳୀୟ କାର୍ଯ୍ୟକ୍ରମ ବୋଲି କେମିତି କହିବୁ? ଶୁଣନ୍ତୁ, ଦଳର ଆମ ନେତା କହିଲେ ସମ୍ବିତ ରାଉତରାୟ, ବସନ୍ତ ବିଶ୍ୱାଳ, କୁମର ନାୟକ, ଯେଉଁମାନେ ଆମ ପଦପଦବୀଧାରୀ ସାମ୍ବିଧାନିକ ଦୃଷ୍ଟିରୁ ଆମର ନେତା। ସେମାନେ ନଥିଲେ ଯେଉଁ କାର୍ଯ୍ୟକ୍ରମ ଯିଏ ପାଇଁ ସେ କରିଦେବ, ସେ ଦଳୀୟ କାର୍ଯ୍ୟକ୍ରମ ହେଇଯିବ କି? କେବେ ଦଳୀୟ କାର୍ଯ୍ୟକ୍ରମ ନୁହଁ। ତାପରେ ବାକି ରହିଲା ଯେଉଁ ଶ୍ରମିକ ନେତା ଯେଉଁ କାର୍ଯ୍ୟକ୍ରମ କରିଛନ୍ତି, ଯେହେତୁ ଆମେ ଦେଖୁଛୁ ଦୀର୍ଘ ଦୁଇ ଶ୍ରମିକ ସଂଗଠନ ଭିତରେ ତାଙ୍କର ଡିଷ୍ଟର୍ବାନ୍ସ ଚାଲିଛି, ସେ ନେଇ କାର୍ଯ୍ୟ କରିଥିବେ, ସେ ଉପରେ ମୁଁ କିଛି ମତ ଦେବାକୁ ଚାହୁଁନି। ଶୁଣନ୍ତୁ, ଏଇଟା ସମ୍ପୂର୍ଣ୍ଣ ଭିତ୍ତିହୀନ, ମିଥ୍ୟା। ପରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଯିଏକି ଆମ ନଗର ସଭାପତି ବସନ୍ତ ବିଶ୍ୱାଳ, ସେ ଜଣେ ବ୍ୟକ୍ତି, ସିଏ ତାଙ୍କର କାର୍ଯ୍ୟ ଦୀର୍ଘ ଦଳରେ 37 ବର୍ଷ ଧରିକି ସୁଚାରୁରୂପେ କାର୍ଯ୍ୟ କରି ଆସିଛନ୍ତି। ବାକି ରହିଲା ଇଲେକ୍ସନ୍ ପରେ ବିଜେଡ଼ିର କେଉଁ କାର୍ଯ୍ୟ କରିନାହାନ୍ତି, ସେ ସବୁ କାର୍ଯ୍ୟ କରୁଛନ୍ତି। ବିଜୁ ଜୟନ୍ତୀ ହେଉ, ଦଳର ପ୍ରତିଷ୍ଠା ଦିବସ ହେଉ, ମହିଳା ଦିବସ ହେଉ, ଯାହା ବି ହେଉ, ଦଳର ବିଭିନ୍ନ ଟାଇମ୍ରେ ଯେଉଁ କାର୍ଯ୍ୟ ଆସେ, ଦଳରୁ ନିର୍ଦ୍ଦେଶ ଆସେ, ବସନ୍ତ ବିଶ୍ୱାଳ ତା କାର୍ଯ୍ୟ କରି ଚାଲିଛନ୍ତି, ସଫଳତାର ସହିତ କରିଛନ୍ତି। ଶୁଣନ୍ତୁ, ଏଇଟା ସୁଶୀଲାଇ ଯେଉଁ କଥା କହୁଛନ୍ତି, ସୁଶୀଲାଇ କ'ଣ ଏତେ ବଡ଼ ନେତା ହେଇଗଲାଣି ଯେ ଆମର ପୂର୍ବତନ ବିଧାୟକ ଦଳ ହାଇକମାଣ୍ଡ ଆଉ ନଗର ସଭାପତିକି ସମାଲୋଚନା କରିବା ତାଙ୍କର ଇଏ ହେଇଗଲାଣି? ଶୁଣନ୍ତୁ, ଔଷଧ ବିକଳେ ସୁଶୀଲାଇ ତାଟିଆ କାମୁଡ଼ୁଛନ୍ତି। ତେଣୁ ସିଏ ନିଜେ ଚିନ୍ତା କରନ୍ତୁ, ସେ ଦଳରେ ଅଛନ୍ତି ତ? ଯଦି ସେ ଦଳରେ ଅଛନ୍ତି, ଏତେ ବଡ଼ ନେତା, ତାଙ୍କ ୱାର୍ଡ଼ରେ କାହିଁ ମାଇନସ୍ ହେଲା? ପ୍ଲସ୍ କରି ଦେଖେଇଲେନି ଏତେ ବଡ଼ ନେତା। ତେଣୁ ସେ ଆରୋପ ପ୍ରତ୍ୟାରୋପ କରିବା ସେଟା ବଡ଼ କଥା ନୁହଁ। ଆମେ ବିଜୁ ଜନତା ଦଳ ଶାନ୍ତି ଶୃଙ୍ଖଳାର ଦଳ, ଆମେ ସେ ବିଷୟକୁ ଯିବାନି। ଆମେ ଜାଣିଛୁ ଆମ ଦଳ ଏକାଠି ଅଛି। ଦଳର ସଭାପତି ବସନ୍ତ ବିଶ୍ୱାଳ, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଦଳର ନେତୃତ୍ୱ ଠିକ୍ସେ ନେଉଛନ୍ତି, କାର୍ଯ୍ୟକ୍ରମ ଠିକ୍ସେ ଚାଲିଛି। ଶୁଣନ୍ତୁ, ସାମ୍ବିଧାନିକ ଦୃଷ୍ଟିରୁ ଯେଉଁମାନେ ପଦପଦବୀଧାରୀ ସେଇମାନେ ହେଉଛନ୍ତି ନେତା, ଆମେ ସବୁ କର୍ମୀ। ଯିଏ ଦଳରେ ମିଶିଲା 3 ମାସ ହେଲା, ସେ ଦଳର ସଦସ୍ୟ, ସେ ଏବେ ନେତା ହେଇନାହାନ୍ତି। ଯେପର୍ଯ୍ୟନ୍ତ ସାମ୍ବିଧାନିକ ଦୃଷ୍ଟିରୁ ପଦପଦବୀ ଆମର ହାଇକମାଣ୍ଡ ଦେବେ, ତାହେଲେ ସେଦିନ ଆମେ ତାଙ୍କୁ ନେତା ବୋଲି ମାନିବୁ। ନିଶ୍ଚିତ ଭାବରେ ଏଇଟା ଗୋଟେ ଦୁଃଖଦାୟକ କଥା, କାରଣ ଦଳ ଭିତରେ ଏମିତି ଘଟଣା କେବେ ଘଟିନଥିଲା, ପ୍ରଥମ କରି ଘଟିଛି। ଚଞ୍ଚକତା ନିଶ୍ଚିତ ହେଇଛି। ଏଇଟା ଯିଏ ବି କରିଛନ୍ତି ଭୁଲ ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ଏଇଟା ଦଳୀୟ ନେତୃବୃନ୍ଦକୁ ଆମେ ଜଣାଇବୁ, ଆର ଏଇଟା ଭାରି ପଡ଼ିବ। ଶୁଣନ୍ତୁ, କୁମର ନାୟକ ଆମର ୱାର୍କିଂ ପ୍ରେସିଡେଣ୍ଟ, ସେ ଦୀର୍ଘ ଦିନର ବରିଷ୍ଠ ବିଜେଡ଼ି ନେତା, ସେ ସାଂଗଠନିକ ଅଭିଜ୍ଞତା ବହୁତ। ତାଙ୍କ ନମ୍ବର ଯଦି ଆପଣ କଲେ, ଆପଣଙ୍କ ନମ୍ବରଟା ଦେଲେନି, ଆପଣ କାର୍ଯ୍ୟକ୍ରମ କଲେ, ଆପଣ ନମ୍ବର ଦେବା କିଏ ମନା କରୁଛି? କିନ୍ତୁ ଆପଣ ସିଏ ତ ନଥିଲେ, ତାଙ୍କ ପରମିଶନ ନେଇନାହାନ୍ତି, ତାଙ୍କ ନମ୍ବର ଦେବା କେତେ ଠିକ୍? ଗୋଟେ ସମ୍ପୂର୍ଣ୍ଣ ଭୁଲ। ତେଣୁ ଆଗାମୀ ଦିନରେ ଏସବୁ ଜିନିଷ ଦଳ ନେତୃତ୍ୱଙ୍କୁ ଆମେ ଜଣାଇବୁ, ସେ ଯାହା ନିଷ୍ପତ୍ତି ନେବେ। କିନ୍ତୁ ଏଇଟା ସମ୍ପୂର୍ଣ୍ଣ ନିନ୍ଦନୀୟ କାର୍ଯ୍ୟ। ମୁଁ କାହା କାର୍ଯ୍ୟକ୍ରମକୁ ନେଇ କିଛି କହିବିନି, ଖାଲି ଗୋଟିଏ କଥା କହିବି, ବିଜୁ ଜନତା ଦଳ ଶୃଙ୍ଖଳିତ ଦଳ। ଏ ଦଳରେ ଯିଏ ବିଶୃଙ୍ଖଳା ସୃଷ୍ଟି କରିବ, ଦଳର ହାଇକମାଣ୍ଡ ତା ଉପରେ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ମାନିବାକୁ ବାଧ୍ୟ।